हेलो एवरीवन, आई एम दमयंती। वेलकम टू माय यूट्यूब चैनल। एबे मु आलोचना करी +3 फर्स्ट सेमिस्टर लंग क्वेश्चन। पूर्व वीडियो रे मु शॉर्ट क्वेश्चन आलोचना करी। अष्टम पत्रर यूनिट 1 क्वेश्चन नंबर 1, लोक संस्कृतिर अर्थ कहले कौन बुझ? यार संज्ञा और स्वरूप संपर्क आलोचना कर। साहित्य समाजर एक अविच्छेद्य अंग। समाजर परिवेश पारिपार्श्विक अवस्थिति को सुंदर करी गढ़ी तोड़िबा साहित्यर धर्म। साहित्य ही मानव जीवन रे सरसता भरी दिए। समाजर जनजीवन ही साहित्य सृष्टि पाई मुख्य आयुध। ଏହା जनजीवन ଠାରୁ ବିଚ୍ଛିନ୍ନ ହୋଇ ରହେ ନାହିଁ। ସମାଜରେ ମଣିଷ ସାମାଜିକ ନୀତି ନିୟମ ପରମ୍ପରା ସଂସ୍କୃତିକୁ ନେଇ ଜୀବନର ମାନଦଣ୍ଡକୁ ନିର୍ଦ୍ଧାରଣ କରିଥାଏ। ସୃଷ୍ଟିର ଆବହମାନ କାଳରୁ ମନୁଷ୍ୟର ଭାବାବେଗ ସହ ଆତ୍ମୀୟତା ସୃଷ୍ଟି କରି ଆସିଛି। ସମାଜ ଆଉ ସାହିତ୍ୟ ଏକ ଆଉ ଅଭିନ୍ନ। ଜଣେ ଶରୀର ହେଲେ ଅନ୍ୟଟି ଆତ୍ମା। ବିଶ୍ୱର ପ୍ରତ୍ୟେକ ସମାଜ ମଧ୍ୟରେ ଲୋକନୀତି, ସଂସ୍କୃତି, ଲୋକାଚାର, ଧର୍ମ ଓ ଜ୍ଞାନ ବିଶ୍ୱାସକୁ ନେଇ ଗତିଶୀଳ। ଅତୀତରେ ପ୍ରଚଳିତ ସଂସ୍କୃତି, ବିଶ୍ୱାସ, ଲୋକନୀତି ମନୁଷ୍ୟର ଜୀବନ ଧାରାର ପ୍ରଣାଳୀକୁ ସୁସଙ୍ଗତ ଓ ସୁସଂଗଠିତ କରିଥାଏ। ଏହା ବ୍ୟକ୍ତିତ୍ୱକୁ ମାର୍ଜିତ କରିବା ସହ ମନନୀୟ ଗୁଣରାଜିକୁ ବିକଶିତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଯେଉଁ ସମାଜ ସଂସ୍କୃତି ଯେତେ ମହାନ ଓ ମହନୀୟ, ସେ ସମାଜର ମାନବ ସମପରିମାଣରେ ଶିଷ୍ଟ, ଭଦ୍ର, ମାର୍ଜିତ ଓ ସ୍ୱାଭିମାନୀ। ବ୍ୟକ୍ତିତ୍ୱର ବିକାଶ ଘଟେ ସଂସ୍କୃତିର ପ୍ରଭାବରେ। ଏହି କ୍ରମରେ କୌଣସି ଦେଶର ସଂସ୍କୃତି ପ୍ରଭୁତ୍ୱର ପ୍ରଗତିକୁ ସମୃଦ୍ଧ କରିବା ଦିଗରେ ମାନବକୁ ନିର୍ଦ୍ଦିଷ୍ଟ ସହ କାର୍ଯ୍ୟ କରିବାକୁ ପଡ଼ିଥାଏ। ଅତୀତର ସଂସ୍କୃତି, ପରମ୍ପରା ଓ ଲୋକବିଶ୍ୱାସ ଦେଶର ଅଗଣିତ ନରନାରୀଙ୍କୁ ଅନୁପ୍ରାଣିତ କରିବା ସହ ସେମାନଙ୍କ ଜୀବନକୁ ସରସ ସୁନ୍ଦର କରି ଗଢ଼ି ତୋଳେ। ସଂସ୍କୃତି ମଣିଷର ଦୈନନ୍ଦିନ ଜୀବନ ଓ ଚଳଣିର ଅବିଚ୍ଛେଦ୍ୟ ଅଙ୍ଗ ରୂପେ ପ୍ରତିଷ୍ଠା ଲାଭ କରିଥାଏ। ଲୋକ ସାହିତ୍ୟର ସ୍ୱରୂପ ବିଶ୍ଳେଷଣ କରିବା ସମୟରେ ସଂସ୍କୃତିର ଭାବଧାରାକୁ ସର୍ବାଗ୍ରେ ବିଚାର କରିବାକୁ ପଡ଼ିଥାଏ। ଏହା ସାଧାରଣତଃ ସର୍ବସାଧାରଣ ଜନତାଙ୍କ ବିଶ୍ୱାସ, ପ୍ରତ୍ୟୟ, ନୀତି ନିୟମ, ବିଧାନକୁ ବୁଝାଏ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ଠାରୁ ଆରମ୍ଭ କରି ସହରୀ ସଭ୍ୟତାର ଚାକଚକ୍ୟରେ ସୁନ୍ଦର ଜୀବନ ଅତିବାହିତ କରୁଥିବା ଜନସାଧାରଣ ମଧ୍ୟ ଏହି ପର୍ଯ୍ୟାୟର ଅନ୍ତର୍ଭୁକ୍ତ। ବଣ, ଜଙ୍ଗଲ, ପାହାଡ଼, ଝରଣା ପାଦଦେଶରେ ଖୋଲା ଆକାଶ ତଳେ ସ୍ୱାଧୀନ ଭାବରେ ରହୁଥିବା ଜନତା, ଯେଉଁମାନେ ସରଳ ନିଷ୍କପଟ ପ୍ରଥା ଓ ପରମ୍ପରାକୁ ଦୃଢ଼ ଭାବରେ ବିଶ୍ୱାସ କରୁଥିବା ଆଦିବାସୀ ହିଁ ଲୋକ ବିଶ୍ୱାସର ପ୍ରତୀକ। କନ୍ଦ, କଲ, ଗଣ୍ଡ, ପରଜା, ହୋ, ଗୋଦବା, ଭୂୟାଁ ଆଦିବାସୀ ହିଁ ଏଥିରେ ଅନ୍ତର୍ଗତ। ସେମାନଙ୍କ ସଂସ୍କୃତିକୁ ଲୋକ ସଂସ୍କୃତିର ଆଖ୍ୟା ଦିଆଯାଏ। ସଂସ୍କୃତିର ମୂଳ ଉତ୍ସ ଜନତାର ବିଶ୍ୱାସକୁ ବୁଝାଏ। ଲୋକ ସାହିତ୍ୟ, ଲୋକ ସଙ୍ଗୀତ, ଲୋକାଚାର ପ୍ରଭୃତିର ସମସ୍ତ
କୃତିତ୍ୱକୁ ଏହା ବୁଝାଇଥାଏ। ଏହା ହିଁ ନିଜ ଜୀବନର ସଂସ୍କୃତି ଅଟେ। ଅଗ୍ନି ପୁରାଣରୁ ଏହା ପ୍ରତୀୟମାନ ହୋଇଥାଏ। ପରିଶେଷରେ କହିବାକୁ ଗଲେ ସମୟର ସ୍ପନ୍ଦନ ଆରମ୍ଭରୁ ଆଦ୍ୟବଧି ପର୍ଯ୍ୟନ୍ତ ଶଗଡ଼ ଗୁଳାରେ ଚାଲି ଆସୁଥିବା ପାରମ୍ପରିକ ନୀତି ନିୟମ, ଲୋକକଥା, ଲୋକବିଶ୍ୱାସ, ପୂଜା ପର୍ବଣ ଓଡ଼ିଶାର ଲୋକ ସଂସ୍କୃତି ଅଟେ। କ୍ୱେଶ୍ଚିନ୍ ନମ୍ବର 2, ଲୋକ ସାହିତ୍ୟର ଜନ୍ମ ଇତିହାସ ସମ୍ପର୍କରେ ଆଲୋଚନା କର। ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଅତୀତରେ କେଉଁ ଅନ୍ଧାରୀ ଗୁହାରୁ ଲୋକ ସାହିତ୍ୟର ସୃଷ୍ଟି ହୋଇଛି, ସେ ପ୍ରସଙ୍ଗରେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଆକଳନ କରିବା କଷ୍ଟସାଧ୍ୟ ବ୍ୟାପାର। ଲୋକ କାହାଣୀ, ଲୋକଗୀତ ଶୁଣି ଶୁଣି ଏତେ ଅଭ୍ୟସ୍ତ ହୋଇଥିଲେ ଯେ କର୍ମକ୍ରାନ୍ତ ଜୀବନ ତଥା ଅବସର ସମୟରେ କାହାଣୀ ଓ ଗୀତରୁ ପଦେ ଅଧେ ଗାନ କରି ମନରେ ଅପୁରନ୍ତ ଆନନ୍ଦ ଲାଭ କରିଥାଏ। ଏହାର ସୃଷ୍ଟିକର୍ତ୍ତାର ନାମ ମଧ୍ୟ କହିବା ମୁସ୍କିଲ ଅଟେ। ଆପାତତଃ ଏହା ମାନସିକ ପରିବେଶ ତଥା ପ୍ରାକୃତିକ ପରିବେଶରୁ ଜନ୍ମ ନେଇଥିବ ବୋଲି ବିଶ୍ୱାସ କରାଯାଏ। ଭୌଗୋଳିକ ପରିବେଷ୍ଟନୀ ଓଡ଼ିଶାର ବୈଚିତ୍ର୍ୟମୟ ନଦୀ, ପାହାଡ଼, ଜଙ୍ଗଲ, ଝରଣା, ବନ, ଉପବନ, ସରହଦକୁ ନେଇ ଓଡ଼ିଶା ରାଜ୍ୟର ସୃଷ୍ଟି। ଗମନାଗମନର ଅସୁବିଧା ଯୋଗୁଁ ନିର୍ଦ୍ଦିଷ୍ଟ ଏକ ଭୌଗୋଳିକ ସୀମାରେଖା ମଧ୍ୟରେ ଜନସାଧାରଣମାନେ ଦୈନନ୍ଦିନ ଜୀବନ ନିର୍ବାହ କରୁଥିଲେ। ଚାଷ ପୁଅଟିଏ ବା ଚଷା ପୁଅଟିଏ ଧୋ ଧୋ ଖରାରେ ନିଜର ବିଲରେ ହଳ କରୁଥିବା ସମୟରେ ଶ୍ରମର ଲାଘବ ପାଇଁ ପ୍ରଚଳିତ ଲୋକଗୀତରୁ ପଦେ ଅଧେ ଗାନ କରିଥାଏ। ଶଗଡ଼ ଉପରେ ବସି ଶଗଡ଼ିଆ ବଳଦ ଲାଙ୍ଗୁଳରେ ହାତ ମାରି ପଥଶ୍ରମକୁ ଉପଶମ କରିବା ପାଇଁ ଗୀତ ମଧ୍ୟ ଗାଇଥାଏ। ଗଭୀର ଜଳରାଶି ଉପରେ ଜହ୍ନ କିରଣରେ ନାଉରୀଟିଏ ଉପରେ ଅତିକ୍ରମ କଲାବେଳେ ମଧ୍ୟ ଗୀତଟିଏ ବୋଲିଥାଏ। ତା ମନ ଭିତରେ ନାଚି ଉଠୁଥାଏ ପରିବାରର ଦୃଶ୍ୟ ନଥାଏ। ତେଣୁ ଏମିତି ଏକ ମନ ଭୁଲାଣିଆ ମୁହୂର୍ତ୍ତରେ ଏଣୁ ତେଣୁ ଗୀତ ଦିପଦ ଗାଇଦିଏ। ଏହାର ସ୍ୱର, ଲୟ, ତାଳ, ମେଳ ସାଇତା ହୋଇଥିବା ତିକ୍ତ ଅନୁଭବରୁ ଏହିସବୁ ଗୀତଗୁଡ଼ିକ ମୁହୂର୍ତ୍ତକ ମଧ୍ୟରେ ସୃଷ୍ଟି ହୁଏ। ପୁଣି ତାର ଆବେଦନରେ ସେହି ମୁହୂର୍ତ୍ତମାନଙ୍କୁ ଜୀବନ୍ତ କରିବାର ଏକ ସଫଳ ପ୍ରୟୋଗବାଦୀ ପ୍ରୟାସ ନିହିତ ଥାଏ। ଲୋକ ସାହିତ୍ୟ, ଲୋକଗୀତ ସମ୍ପର୍କରେ ପ୍ରବୀଣ ଗବେଷକ ତଥା ପ୍ରଖ୍ୟାତ ସମାଲୋଚକ ଅଧ୍ୟାପକ କଟ୍ରେଜ ଓ ଜେମ୍ସ ଗ୍ରାହାମଙ୍କ ମତରେ ଜନସମୂହ ହିଁ ଏହି ଲୋକଗୀତର ନିର୍ମାଣକର୍ତ୍ତା। ଅନ୍ୟ ଜଣେ ପ୍ରଖ୍ୟାତ ସମାଜତତ୍ତ୍ୱବିତ୍ ଶ୍ୟାମ ପରମାରଙ୍କ ମତରେ ବ୍ୟକ୍ତିତ୍ୱ କୋ ଜୋ ଆଭାସ କଲା ଗୀତ में मिलना सहज और अनिर्वाच्य है वैसा लोकगीत में नहीं। ଲୋକ ସାହିତ୍ୟର ଉତ୍ପତ୍ତି ଓ କ୍ରମ ବିକାଶ କ୍ରମରେ ଓଡ଼ିଶା ସାହିତ୍ୟର ବରେଣ୍ୟ ସାଧକ ତଥା ସାରସ୍ୱତ ପ୍ରତିଭା ବିଶିଷ୍ଟ ସମାଲୋଚକ ଅଧ୍ୟାପକ ଡକ୍ଟର କୁଞ୍ଜ ବିହାରୀ ଦାସଙ୍କ ମତରେ ଲୋକଗୀତକୁ ଗୋଷ୍ଠୀ ଗୀତ ବା ବ୍ୟକ୍ତିଗତ ଏହିପରିକି ଦୁଇ ଭାଗରେ ବିଭକ୍ତ କରି କୁହାଯାଇପାରେ ଯେ
କେବଳ ଗୀତ ଓ ଗୋଷ୍ଠୀକୁ ବୋଲାଯାଏ। କେତେକ ବ୍ୟକ୍ତି ଗୀତ ବୋଲନ୍ତି। ଗୋଷ୍ଠୀରେ ଥାଉ ବା ଏକାକୀ ଥାଉ, ପ୍ରତିଭାଶାଳୀ ଲୋକ ହିଁ ଲୋକଗୀତର ସ୍ରଷ୍ଟା। ଏ ପର୍ଯ୍ୟନ୍ତ ପ୍ରତିଭାକୁ କାର୍ଯ୍ୟର ପ୍ରଧାନ ହେତୁ ଅଳଙ୍କାରର ଶାସ୍ତ୍ରମାନେ ଗ୍ରହଣ କରିଛନ୍ତି। ଲୋକଗୀତ ସୃଷ୍ଟି ସପକ୍ଷରେ ମଧ୍ୟ ଏହି ମତ ପ୍ରଯୁଜ୍ୟ। ଯେପରି ସମସ୍ତ ଶାମୁକାରେ ମୁକ୍ତା ନଥାଏ, ସେହିପରି ପଲ୍ଲୀର ସମସ୍ତ ଲୋକଙ୍କଠାରେ ମଧ୍ୟ ପ୍ରତିଭା ନଥାଏ। ଅଗଣିତ ଗଣ ମଧ୍ୟରେ କେହି କେହି ନର ବା ନାରୀ କବି ପ୍ରତିଭା ଘେନି ଜନ୍ମିଥାନ୍ତି। ସୁଯୋଗ ପାଇଲେ ହୁଏତ ବିଶିଷ୍ଟ କବି ସାମ୍ରାଜ୍ୟରେ ସ୍ଥାନ ପାଇଥାନ୍ତେ। ଅବସ୍ଥାରେ ପଡ଼ି ତଥାପି ତାଙ୍କର କବି ପ୍ରତିଭା ସମ୍ପୂର୍ଣ୍ଣ ମଉଳି ଯାଏ ନାହିଁ। ଲୋକ ସାହିତ୍ୟର ସୃଷ୍ଟି ଇତିହାସ ସମ୍ପର୍କରେ ସାରସ୍ୱତ ସାଧକ ନଟବର ସାମନ୍ତରାୟ ଭାଷାରେ କାବ୍ୟ ସାହିତ୍ୟର ପରି ପଲ୍ଲୀ ସାହିତ୍ୟର କୌଣସି କୌଳିନ୍ୟ ନାହିଁ। ତଥାପି ଏହା ଆପଣାର ସ୍ୱତନ୍ତ୍ର ସୌନ୍ଦର୍ଯ୍ୟରେ ନିଜେ ହିଁ ସୁଷମାମୟ। ଏହାର ଉତ୍ପତ୍ତି, ବିକାଶ ଓ ଅଭିବୃଦ୍ଧିରେ ଇତିହାସ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର। ଏହାର ରୂପରେଖ, ଓଜନର ମାନଦଣ୍ଡ ଓ ଉପଭୋଗର ସ୍ୱାଧୀନତା କାବ୍ୟ ସାହିତ୍ୟର ତ୍ରିସୀମାରେ ନ ଆସିଲେ ବି ଏହାକୁ ନୀତି ହେବା ପାଇଁ କାବ୍ୟ ସାହିତ୍ୟ ନିକଟରେ ଭିକ୍ଷା କରିବାକୁ ପଡ଼େ ନାହିଁ। ଗହୂଳା ମନର ଗହୂଳା ଭାବରାଶି ଏହାର ଶ୍ରେଷ୍ଠ ସମ୍ପଦ। ଏହାର ବିଷୟବସ୍ତୁ ମଧ୍ୟରେ ଜାତି ଅଜାତିର କାରଣ ନାହିଁ। କୌଣସି ବାହ୍ୟ ବନ୍ଧନ ବା ନୀତି ନିୟମରେ ଏହାର ଦିଗ ନିୟନ୍ତ୍ରିତ ନୁହେଁ। ବାସ୍ତବରେ ଦେଖିବାକୁ ଗଲେ ଲୋକ ସାହିତ୍ୟର ସୃଷ୍ଟି ପରିବେଶ ମଧ୍ୟରୁ ହୋଇଛି। କର୍ମମୟ ମନୁଷ୍ୟ ଜୀବନର ଅନ୍ତରାଳରେ ଲୁଚି ରହିଥିବା ଏକ ଚିରନ୍ତନ ରହସ୍ୟ, ଯାହାକି ମୁଖକୁ ମୁଖ ଦେଇ ଗତି କରେ। ଲୋକ ସଂସ୍କୃତି, ଉପଚାର, ବିଷୟ ପ୍ରଭୃତି ଲୋକଗୀତକୁ ସୃଷ୍ଟି କରିବାରେ ବଳିଷ୍ଠ ଭୂମିକା ନିର୍ବାହ କରିଛି। ଏହା ତାଳପତ୍ର ପୋଥି କିମ୍ବା ପଥରରେ ଲିପିବଦ୍ଧ ନୁହେଁ। ଏହା ସାମୟିକ ଆନନ୍ଦ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ। ସୃଷ୍ଟିର ପ୍ରତ୍ୟେକ ବସ୍ତୁ ବା ପଦାର୍ଥର ବିକାଶ, କ୍ରମବିକାଶ ଓ ବିଲୟର ମଧ୍ୟ ନମୁନା ଅଛି। ସେହିପରି ଅତୀତରେ ସରଳ ନିଃସ୍ୱାର୍ଥପର ହୃଦୟବାନ ଗ୍ରାମୀଣ ଜନତାର ସୁଖ ଓ ଦୁଃଖର ମୁହୂର୍ତ୍ତରେ ଆପଣା ଛାଏଁ ଜନ୍ମ ଲାଭ କରିଛି ଏହି ଲୋକଗୀତ। ସମୟର ପରିବର୍ତ୍ତନ ଦେଇ ନିଜ ଦିଗନ୍ତ ଆଲୋକର ଉନ୍ମେଷ ପଥରେ ଶତ ଇନ୍ଦ୍ରଧନୁ କମନୀୟ ବର୍ଣ୍ଣ ବିଭା ତୋଳିଛି। ଏହାକୁ ମାର୍ଜିତ ତଥା ରୁଚିପୂର୍ଣ୍ଣ କରିବା ପାଇଁ କୌଣସି ସ୍ରଷ୍ଟା ଉଦ୍ଦେଶ୍ୟମୂଳକ ଭାବେ ଚେଷ୍ଟା କରି ନଥିଲେ ମଧ୍ୟ ଏହା ସମୟକ୍ରମେ ମୂଳ ସ୍ୱରର ପରିବର୍ତ୍ତନକୁ ସମାନ କରିଛି। ୟୁନିଟ୍ 2 କ୍ୱେଶ୍ଚିନ୍ ନମ୍ବର 1 ଓଡ଼ିଆ ଲୋକଗୀତର ସଂଜ୍ଞା ଓ ସ୍ୱରୂପ ପ୍ରତିପାଦନ କର। ମୁଁ ସବୁ ୟୁନିଟ୍ରୁ 2ଟି ଲେଖାଏଁ ଲଙ୍ଗ କ୍ୱେଶ୍ଚିନ୍ ପଢ଼ିବି। ଅନ୍ୟଗୁଡ଼ିକ ଭିଡ଼ିଓରେ ଦେଖେଇବି, କାରଣ ସବୁଗୁଡ଼ିକୁ ଆଲୋଚନା କରିବା ସମ୍ଭବ ନୁହେଁ, ଭିଡ଼ିଓ ଲମ୍ବ ହେଇଯିବ। ଓଡ଼ିଆ ସାହିତ୍ୟରେ ଲୋକଗୀତର ପ୍ରଭାବ ଗୁରୁତ୍ୱପୂର୍ଣ୍ଣ। ଜନଜୀବନର ବେଦ, ଲୋକସଙ୍ଗୀତ, ଲୋକଜୀବନର କାହାଣୀ ଏଥିରେ ବର୍ଣ୍ଣିତ। ଜୀବନାଭୂତିର ସ୍ୱାକ୍ଷର ଏଥିରେ ଅଜ୍ଞାତ। ବ୍ୟକ୍ତି ଜୀବନ, ପାରିବାରିକ ଜୀବନ, ଗୋଷ୍ଠୀବଦ୍ଧ ଚେତନାର ମାର୍ମିକ ପରିପ୍ରକାଶ ଲୋକଗୀତ। ଏହା ବନସ୍ପତି ପରି ବ୍ୟାପ୍ତ। ଏଥିରେ ବଚନ ବିଦଗ୍ଧତାର ଆରୋପ ନାହିଁ। ଆଳଙ୍କାରିକ ଦ୍ୱାରା ଏହା ଭାରାକ୍ରାନ୍ତ ନୁହେଁ।
ଓଡ଼ିଆ ଲୋକ ସାହିତ୍ୟର ବିଶିଷ୍ଟ ଗବେଷକ ତଥା ସମାଲୋଚକ ଡକ୍ଟର କୁଞ୍ଜ ବିହାରୀ ଦାସଙ୍କ ମତରେ ଲୋକଗୀତ ପ୍ରାଚୀନ ଓ ଚିରନବୀନ। ଯୁଗେ ଯୁଗେ ଏହାର ରୂପ ପଟାନ୍ତର ଘଟିଲେ ହିଁ ପ୍ରାଚୀନ ଧାରା ଅକ୍ଷୁଣ୍ଣ ରହେ। ପ୍ରାଚୀନତମ ଯୁଗର ସନ୍ଦେଶ ଲୋକଗୀତ ଜରିଆରେ ଆମ ନିକଟରେ ଆସି ପହଞ୍ଚିଛି। ସେ ଦିଗରୁ ଦେଖିଲେ ଲୋକ ସାହିତ୍ୟ ନିଜସ୍ୱ ସାହିତ୍ୟର ଜନକ। ଅକ୍ଷରର ଜନ୍ମ ହେବା ପୂର୍ବରୁ ଏହା ମୁଖେ ମୁଖେ ଚାଲିଥିଲା। କାଳକ୍ରମେ ଏହା ଲିପିବଦ୍ଧ ହେଲା ପରେ ହୁଏତ ଏହି ଧାରାରୁ ବିଚ୍ଛିନ୍ନ ହୋଇ ସ୍ୱତନ୍ତ୍ର ରୀତିରେ ବିଧକ୍ତ ସାହିତ୍ୟ ଅନେକ ରୂପ ଧରି ରଚିତ ହେଲା। ଲୋକଗୀତ ଅତୀତରୁ ବର୍ତ୍ତମାନ ଓ ଭବିଷ୍ୟତ ମାର୍ଗରେ ଗତି କରିବାକୁ ଲାଗିଲା। କିନ୍ତୁ ପ୍ରାଚୀନ ଉତ୍କଳ ସାହିତ୍ୟ ଅଧିକାଂଶରେ ସେହି ଯୁଗର ବାହକ ହୋଇ ରହିଲା। ଯୁଗର ଢେଉ ଲଙ୍ଘି ଗତି କରିବାର ଶକ୍ତି ତାହାର ନଥିଲା। ଲୋକଗୀତର ସଂଜ୍ଞା ଦେବାକୁ ଯାଇ ଅଧ୍ୟାପକ ପଠାଣି ପଟ୍ଟନାୟକ କୁହନ୍ତି, କବି ଗୌରବ ଲାଭ କରିବା ଆଶାରେ କେହି ଗ୍ରାମ୍ୟ ଗୀତ ରଚନା କରି ନଥାଏ। ପଲ୍ଲୀବାସୀ ଜନସାଧାରଣ କଳ୍ପନାବିଳାସ ନୁହନ୍ତି। ସେମାନେ ବାସ୍ତବ ଜୀବନର ସଂଗ୍ରାମୀ ଅନୁନ୍ନତକୁ ପାଥେୟ କରି ଜୀବନର କଳଙ୍କିତ ପଥରେ ପଥିକ ହୋଇଥିବା ବେଳେ ଆପେ ଆପେ ଏଇ ମନଛୁଆଁ ଗୀତର ହୃଦୟ ହୋଇଥାଏ। ଏହାପରେ ପ୍ରାଣସ୍ପର୍ଶୀ ହୁଏ ଯେ ତାହା ଆଉ ରଚକ ପାଖରେ ସୀମିତ ହୋଇ ନ ରହି ସମଗ୍ର ସମାଜର ସମ୍ପତ୍ତି ହୋଇଯାଏ। ଉପରୋକ୍ତ ସଂଜ୍ଞାରୁ ଜଣାଯାଏ ଲୋକଗୀତ ଏକ ଆବେଗ ମୁହୂର୍ତ୍ତରେ ରଚିତ। ଏହାର କୌଣସି ନିର୍ଦ୍ଦିଷ୍ଟ ସୀମାରେଖା କିମ୍ବା ଧରାବନ୍ଧା ନିୟମ ନାହିଁ। ଏହା ପଲ୍ଲୀରୁ ସୃଷ୍ଟି, ଗ୍ରାମୀଣ ଜୀବନ ସହ ଏହା ଜଡ଼ିତ। ଏହାର ଭାଷା ସରଳ ସାବଲୀଳ। ସରଳ ଗ୍ରାମ୍ୟ ଜନସାଧାରଣଙ୍କୁ ବୁଝିବା ପାଇଁ ଏହା ସହଜସାଧ୍ୟ। ଏଥିରେ କୌଣସି କଳ୍ପନାର ବର୍ଣ୍ଣଭାବ ନଥାଏ। ଜୀବନର ବାସ୍ତବ ଅନୁଭୂତି ହିଁ ଏଥିରେ ମୁଖ୍ୟ ଆୟୁଧ ଅଟେ। ଓଡ଼ିଆ ଲୋକଗୀତର ସ୍ୱରୂପ ଓ ପ୍ରକୃତି ଏବଂ ବୈଶିଷ୍ଟ୍ୟ ସମ୍ପର୍କରେ ଓଡ଼ିଶାରେ ଧାରଣା ଦିଆଯାଇପାରେ ଯଥା ପଲ୍ଲୀପ୍ରାଣତା, ମୌଖିକତା, ଗୀତ ରଚୟିତାଙ୍କ ନାମହୀନତା, ଆବୃତ୍ତିଧର୍ମିତା, ଭାବ ସମ୍ପଦ, ଭାଷାଗତ ସରଳତା ଓ ଲୋକବିଶ୍ୱାସର ପଟ୍ଟଚିତ୍ର ଏହି ପର୍ଯ୍ୟାୟଭୁକ୍ତ। ଲୋକଗୀତର ସ୍ରଷ୍ଟା ଜଣେ ସାଧାରଣ ମଣିଷ, ଯିଏକି ଗ୍ରାମୀଣ ପରିବେଶ ପ୍ରକୃତି ସହ ଅତି ମାତ୍ରାରେ ଜଡ଼ିତ, ଯିଏକି ସାମାଜିକ ଚଳଣିକୁ ଆତ୍ମସ୍ଥ କରିଛି। ଏଥିରେ ଦାର୍ଶନିକ ତତ୍ତ୍ୱ ସମ୍ମିଶ୍ରିତ। ଲୋକଙ୍କ ହୃଦୟରେ ଗଭୀର ଜିଜ୍ଞାସାବୋଧ ଏବଂ ବିଶୁଦ୍ଧ ଆତ୍ମିକ ଚିନ୍ତା ପରିପୂର୍ଣ୍ଣ। ମଣିଷ ମନର ସ୍ୱଚ୍ଛ ହେଲେ ସକଳ ପାର୍ଥିବ ମୋହରୁ ନିଜକୁ ଦୂରେଇ ରଖିପାରିବ। ତା ମନରେ ଇହଲୋକ ଅପେକ୍ଷା ପରଲୋକର ଚିନ୍ତା ଅଧିକ ମାତ୍ରାରେ ରେଖାପାତ କରିବ। ସେହି ଦାର୍ଶନିକ ତତ୍ତ୍ୱ ମଣିଷ ଜୀବନକୁ ପବିତ୍ରତାରେ ଭରିଦେବ। ସେଥିପାଇଁ ବର୍ଣ୍ଣିତ ଅଛି, ସେହି କଳା ବଡ଼ ଦାରୁଣରେ ନ ଜାଣଇ ସୁଖ ଦୁଃଖ, ବାଛି ନେବ କଞ୍ଚା ରଖିବ ପାଚିଲା, ଦେବଟି ଦାରୁଣ ଦୁଃଖ। ମଣିଷକୁ ସାଂସାରିକ ଲୋଭ ମାୟା ମୋହ ଗ୍ରାସ କରି ରଖିଥାଏ। ଲୋଭ ମାୟାରେ ମାତି ରହି ଜୀବନର ଅସଲ କକ୍ଷପଥରୁ
ବିଚ୍ୟୁତି ହୁଏ। ସମୟ ଆସେ ଲୋକ ହିଁ ମୃତ୍ୟୁର କାରଣ ହୁଏ। ସଂସାରରେ ମୃତ୍ୟୁ ଧ୍ରୁବ ସତ୍ୟ। ଏହା ଜାଣି ମଧ୍ୟ ଅନ୍ୟାୟ, ଅନୀତି, ଅଧର୍ମ, ଗର୍ବ, ଅହଙ୍କାର ଲିପ୍ତ ରହେ। ମୃତ୍ୟୁ ନିକଟରେ ତରୁଣ ଓ ବୟସ୍କ କିଛି ବାଛବିଚାର ନଥାଏ। ନାରୀ ଦେହ ପୁରୁଷକୁ ଆତ୍ମହରା କରେ। ନାରୀର ନଗ୍ନ ପୁଙ୍ଗଳା ଦେହକୁ ସମ୍ଭୋଗର ପରିତୃପ୍ତି ଭରିଦେବା ପାଇଁ ପୁରୁଷଟିଏ ଆଶା ବାନ୍ଧି ବସିଥାଏ। ସେହି ସମ୍ଭୋଗ ପ୍ରୟାସୀ ପୁରୁଷ ଜାତିକୁ ସଚେତନ କରିବା ପାଇଁ ବର୍ଣ୍ଣନା କରାଯାଇଛି। ରଙ୍ଗ ଶିମୁଳରେ କି ଦେଖି ଭୁଲୁଛୁ ଫୁଟିଲେ ଉଡ଼ିବ ତୋଳା। ଭଗବାନଙ୍କର ସୃଷ୍ଟି ବୈଚିତ୍ର୍ୟମୟ। ଈଶ୍ୱର ସର୍ବମୟ କର୍ତ୍ତା, ସର୍ବତ୍ର ବିରାଜମାନ। ସୃଷ୍ଟିର ପ୍ରତ୍ୟେକ ଉପାଦାନମାନଙ୍କରେ ତାଙ୍କର ଉପସ୍ଥିତି ବିରାଜମାନ। ସାଂସାରିକ ପ୍ରେମରେ ମଣିଷ ବୁଡ଼ି ରହେ। ବନ୍ଧୁ ପରିଜନ ସାଙ୍ଗସାଥୀ, ବନ୍ଧୁ ପିତାମାତା ସମସ୍ତେ ସୁଖର ସାଥୀ। ହେଲେ ମରିବା ସମୟରେ ଏମାନେ ନିଜର ହୋଇ କେହି ନଥାନ୍ତି। କେବଳ ଈଶ୍ୱର ହିଁ ସାଥୀ ହୋଇ ପାଖେ ପାଖେ ରହିଥାନ୍ତି। କବିଙ୍କ ମତରେ ସାଧୁ ସନ୍ନ୍ୟାସୀ ବା ଅତୀତ ଉଭୟ ଲୋକରେ କେହି ସୁଖୀ ହୋଇପାରିବେ ନାହିଁ। ଅର୍ଥାତ୍ ସଂସାରର ଇହଲୋକରେ ପ୍ରାଚୁର୍ଯ୍ୟ ଅଛି, ସୁଖ ଅଛି, କିନ୍ତୁ ପରଲୋକରେ ନାହିଁ। ଶରୀରର ଅଳିକତା ସମ୍ପର୍କରେ ଲୋକଗୀତର ଦର୍ଶନ ହେଲା। ମାଟି ଘର ପଞ୍ଜୁରୁ କି ସୁବର୍ଣ୍ଣର ଶୁଆ, ଭଲା ରଙ୍ଗେ ଖଞ୍ଜାଇଛି ଭାବ ବିନୋଦିଆ। ମଣିଷ ଶରୀର ଏକ ମାଟିର ପଞ୍ଜୁରୀ। ଏହି ଶରୀର ମଧ୍ୟରେ ସୁନାର ଶୁକପକ୍ଷୀ ଆତ୍ମା ରୂପରେ ଅବସ୍ଥାପନ କରୁଛନ୍ତି ବା କରୁଅଛି। ସମୟର ବିବର୍ତ୍ତନରେ ଏ ମାଟି ପଞ୍ଜୁରୀ କ୍ରମଶଃ ଦୁର୍ବଳ ହୁଏ, ପରିଶେଷରେ ଭାଙ୍ଗିଯାଏ। ତା ମଧ୍ୟରେ ଥିବା ସୁନା ପକ୍ଷୀ ଉଡ଼ିଯାଏ। ସେ ଶୁଆରୂପୀ ଆତ୍ମାକୁ ଚିରଦିନ ଧରି ରଖିବା ଶକ୍ତି ମାଟିଘର ପଞ୍ଜୁରୀର ସାମର୍ଥ୍ୟ ନାହିଁ। ଏହା ହିଁ ଜୀବନ। ଲୋକକବିମାନଙ୍କ ଶରୀର ଭେଦ ବା କାୟ ସାଧନାରେ ଦାର୍ଶନିକତା ଅନୁଭୂତ। ଲୋକଗୀତ ସହ ବିଭିନ୍ନ ଢଗଢମାଳିକୁ ଆବୃତ୍ତ ଧର୍ମୀ କରାଯାଇ ଜନସାଧାରଣଙ୍କୁ ସଚେତନ କରାଇବା ଥିଲା ଏହାର ଉଦ୍ଦେଶ୍ୟ। ଏହା ମଧ୍ୟ ଢଗଢମାଳି ବୋଲି ପୌଲି ବଚନ ଅଛି। ଏହା ପଦ୍ୟାତ୍ମକ ଏବଂ ଗଦ୍ୟାତ୍ମକ। ଏହାର ଲୋକଚରିତ୍ର ଜୀବନର ପ୍ରତ୍ୟେକଟି ଦିଗକୁ ସମ୍ପୂର୍ଣ୍ଣ କରିଛି। ଏଥିରେ ଲୋକଚରିତ୍ରର ବାସ୍ତବ ଜୀବନାଭୂତି ଅଛି। ବ୍ୟଙ୍ଗାତ୍ମକ ଦୃଷ୍ଟିକୋଣ ମଧ୍ୟ ପୂରି ରହିଛି। ଏଥିରେ ଚତୁର ବକା, ଧନୀ ନିର୍ଦ୍ଧନୀ, ଜ୍ଞାନୀ ଅଜ୍ଞାନୀ, ଅହଙ୍କାରୀ ବିନୟୀ ତାହା ଢଗଢମାଳିରେ ଚମତ୍କାର ଭାବରେ ବର୍ଣ୍ଣିତ କରାଯାଇଛି। ସଂସାର ଜୀବନରେ ଘଟୁଥିବା ଘଟଣାକୁ ସୁନ୍ଦର ଭାବରେ ଲୋକକବି ରୂପାୟନ କରିଛନ୍ତି। ସାଂସାରିକ ଜୀବନର ଉତ୍ଥାନ ପତନରେ ଭାଙ୍ଗି ପଡ଼ୁଥିବା ମଣିଷଙ୍କ ପ୍ରତି ସଚେତନତା ଆଣି ଲୋକଗୀତଙ୍କ ବର୍ଣ୍ଣନାରେ ମନଜ୍ଞ ହୋଇଛି। ଚକ ବୁଲୁଥିଲେ ଅଖ ବୁଲୁଥାଏ, ବୁଲି ପଡ଼ୁଥାଏ ପହି। ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି। ଉପସଂହାର ଦୃଷ୍ଟିରୁ ବିଚାର କଲେ ଲୋକଗୀତର ସଂଜ୍ଞା ସ୍ୱରୂପ ଅତ୍ୟନ୍ତ ବ୍ୟାପକ।
क्वेश्चन नंबर 2, लोकगीतर साहित्यिक मूल्य निरूपण कर। लोकगीत पल्ली जीवनर पहाड़िया बा पहाड़ी झरणा। यह स्रष्टांक नाम उल्लेख नाही। कौनसी एक दुर्बल मुहूर्तरे एहार जन्म। आपे आपे ଏହା ଲୋକମୁଖରୁ ପ୍ରସାରିତ ହୋଇ ଲୋକମୁଖକୁ ଗତି କରେ। ତେଣୁ ଲୋକ ଜୀବନର ହସ କାନ୍ଦ ଦୁଃଖ ଶୋକ ପୂଜା ପର୍ବ ଆଦି ସରଳ ନିରାଡମ୍ବର ଉପସ୍ଥାପନ ହିଁ ଲୋକଗୀତର ଧର୍ମ। ଯୁଗର ପରିବର୍ତ୍ତନ ସହିତ ସାହିତ୍ୟର ଧାରା ମଧ୍ୟ ପରିବର୍ତ୍ତନଶୀଳ। ସାହିତ୍ୟର ଅନ୍ୟାନ୍ୟ ବିଭାଗ ପରି ଲୋକ ସାହିତ୍ୟର ଲୋକଗୀତ ସବୁଠାରୁ ଶକ୍ତିଶାଳୀ ବିଭାଗ। ଲୋକ ଚିନ୍ତା ଭାବନା ସ୍ୱପ୍ନ ଆଶା ଆକାଂକ୍ଷା ଏଥିରେ ରୂପାୟିତ। ଲୋକଗୀତରେ ବିଭିନ୍ନ ରସର ସମନ୍ୱୟ ଘଟିଛି। ପଦ୍ୟ ମଧ୍ୟରେ ରସ ସଞ୍ଚାର କରି ସାଧାରଣ ଗ୍ରାମୀଣ ଜନତାକୁ ସଚେତନ କରାଇବା ଲୋକଗୀତର ଲକ୍ଷ୍ୟ। ଲୋକକବି ବିଭିନ୍ନ ପରିବେଶ ଏକ ଭିନ୍ନ ସମୟ ନେଇ ଆସିଥିବାରୁ ତାଙ୍କ କବିତାମାନଙ୍କରେ ଏକାଧିକ ରସର ଉଚ୍ଚାରଣ ହୋଇଛି ବୋଲି ବିଶ୍ୱାସ କରାଯାଏ। ଲୋକଗୀତରେ ଶୃଙ୍ଗାର ରସର ଗୁରୁତ୍ୱ ଅଧିକ। ଅଳଙ୍କାର ଶାସ୍ତ୍ରରେ ଶୃଙ୍ଗାର ରସକୁ ମୁଖ୍ୟ ରସ ମାନ୍ୟତା ପ୍ରଦାନ କରାଯାଇଥାଏ। ରତି ହେଉଛି ଶୃଙ୍ଗାର ରସର ସ୍ଥାୟୀ ଭାବ। ନାରୀ ପୁରୁଷ ପରସ୍ପର ପ୍ରତି ଅନୁରାଗ ଦ୍ୱାରା ଏହା ସମ୍ଭବ ହୋଇଥାଏ। ଗ୍ରାମ୍ୟ ଲଳନା ଓ ଯୁବକମାନେ ରଜ ଉତ୍ସବରେ ଦୋଳି ଖେଳିବା ସମୟରେ ପରସ୍ପର ପ୍ରତି ଥିବା ଅନୁରାଗ ଆକର୍ଷଣକୁ ଗୀତ ମାଧ୍ୟମରେ ସୁନ୍ଦର ଭାବରେ ପ୍ରକାଶ କରାଯାଇଛି। ବୁଣିଗଲି ମାଘ ରାଶି ଭେଣ୍ଡା ଲଢ଼ୁଥିଲା ଶଳ ବରଷି। ଦେଉଳ ପଛ ଆଡ଼େ ଗଲି ବସି କାଟିଲି ସୁଗନ୍ଧ ବେଣା। ନାସ୍ତି କରୁ କରୁ ଧଇଲେ ଡେଣା କରି ନ ପାରିଲେ ମନା। ହାସ୍ୟରସର ଭୂମିକା ପଲ୍ଲୀ ଗୀତର ଗୁରୁତ୍ୱକୁ ବଢ଼ାଇଛି। ଲୋକଗୀତରେ ହାସ୍ୟରସ ବିଶିଷ୍ଟ ଉପାଦାନ ଭାବେ ପ୍ରତୀୟମାନ ହୁଏ। ଅଳଙ୍କାର ଶାସ୍ତ୍ରରେ ମଧ୍ୟ ହାସ୍ୟରସର ଗୁରୁତ୍ୱ ଅଧିକ। ଅସଙ୍ଗତି ବାକ୍ଚାତୁରୀ ବା ଭଙ୍ଗୀରେ ବିକୃତ ମନରେ ହାସ୍ୟ ଉଦ୍ରେକ କରିଥାଏ। ମଣିଷ ହୃଦୟକୁ ଓ ମନକୁ ହାଲୁକା କରିବା ପାଇଁ ହସ ଥଟ୍ଟା ମଜା ଆବଶ୍ୟକତା ରହିଛି। ଲୋକଗୀତ ମଧ୍ୟରେ ଭକ୍ତି ରସର ନିର୍ଯ୍ୟାସ ଅତ୍ୟନ୍ତ ଆକର୍ଷଣୀୟ। ନାସ୍ତିମାନଙ୍କୁ ଧର୍ମ ଭକ୍ତି କୀର୍ତ୍ତନ ଭଜନ କରିବା ପାଇଁ କବି କବିତା ଜରିଆରେ ଆହ୍ୱାନ କରିଛନ୍ତି। ବାତ୍ସଲ୍ୟ ରସ ଲୋକଗୀତ ଅନ୍ୟତମ ଉପାଦାନ। ପିଲାମାନଙ୍କ ପ୍ରତି ପିତାମାତାଙ୍କ ସ୍ନେହ ମମତାକୁ ବାତ୍ସଲ୍ୟ ରସ କୁହାଯାଏ। ସ୍ନେହ ଏହାର ସ୍ଥାୟୀ ଭାବ। ସ୍ନେହ ଶ୍ରଦ୍ଧା ଗଭୀର ଆତ୍ମୀୟତା ଏହାର ଉତ୍ସ। ଛୋଟ ପିଲାମାନଙ୍କୁ ଶୁଆଇ ଦେବା ଖୁଆଇ ଦେବା ତେଲ ଘଷି ଦେବା ସମୟରେ ତାହାକୁ ବୁଝାଇ ସୁଝାଇ ମନର ଭାବନାକୁ ପରିବର୍ତ୍ତନ କରିବା ପାଇଁ ମାଆମାନେ ଯେଉଁ ଗୀତ ଗାଆନ୍ତି ସେଥିରୁ ବାତ୍ସଲ୍ୟ ରସର ସୂଚନା ମିଳିଥାଏ। ଆ ଜନମାମୁଁ ଶରଦ ଶଶୀ ମୋ କାନୁ ହାତରେ ପଡ଼ଇ ଖସି। ଉପମା ରୂପକ ପ୍ରତୀକର ବ୍ୟବହାର ଅତି ଚମତ୍କାର ଭାବରେ ଲୋକ ସାହିତ୍ୟରେ ଦେଖିବାକୁ ମିଳେ। ଲୋକଗୀତର ଉପମା ଅଳଙ୍କାର ସଂସ୍କୃତ ସାହିତ୍ୟର ଉପମା ଅଳଙ୍କାର ଠାରୁ କୌଣସି ଗୁଣରେ କମ୍ ନୁହେଁ। ବିଦଗ୍ଧ କବିଙ୍କ ରଚନା ଠାରୁ ଏହା ଶ୍ରେଷ୍ଠ ବୋଲି କହିବା ଯଥାର୍ଥ ହେବ। ଏତଦ୍ ବ୍ୟତୀତ ଲୋକଗୀତରେ ପୁତ୍ରକୁ ସୁନା ଚନ୍ଦ୍ରମା ସହ ମୁଖକୁ ଚନ୍ଦ୍ର ସହିତ
କୋଇଲିର ମଧୁର ସ୍ୱରକୁ ନାରୀ କଣ୍ଠସ୍ୱର ସହିତ, ବଳବାନ ବ୍ୟକ୍ତିର ଶକ୍ତିକୁ ସିଂହ ସହିତ ଲକ୍ଷ୍ୟ କରାଯାଇଥାଏ। ଉପମା ରୂପକ ଓ ପ୍ରତୀକର ଯଥାର୍ଥ ସମନ୍ୱୟ ଲୋକଗୀତରେ ଘଟିଛି। ୟୁନିଟ୍ 1 ଓ 2ରୁ ମୁଁ 2ଟି ଲେଖା ଲଙ୍ଗ କ୍ୱେଶ୍ଚନ୍ ପଢ଼ିଲି। ଏବେ ମୁଁ ଭିଡ଼ିଓ ମାଧ୍ୟମରେ ଦେଖେଇବି ଅନ୍ୟ ଲଙ୍ଗ କ୍ୱେଶ୍ଚନ୍, ଆପଣମାନେ ନୋଟ୍ କରିନେବେ। କ୍ୱେଶ୍ଚନ୍ ନମ୍ବର 3, ଓଡ଼ିଆ ଲୋକଗୀତର ପ୍ରାସଙ୍ଗିକତା ଓ ଦିଗ ଉପରେ ଏହାର ବୈଶିଷ୍ଟ୍ୟ ନିରୂପଣ କର। କାରଣ ସବୁଗୁଡ଼ିକ ଆଲୋଚନା କରିବା ସମ୍ଭବ ନୁହେଁ, ଭିଡ଼ିଓ ଲଙ୍ଗ ହେଇଯିବ। କ୍ୱେଶ୍ଚନ୍ ନମ୍ବର 4, ଉତ୍କଳୀୟ ଜନତାଙ୍କ ଧର୍ମୀୟ ଚେତନା, ଭାକ୍ତିକ ଭାବଧାରା ଲୋକଗୀତର କଳେବରକୁ ମର୍ମସ୍ପର୍ଶୀ ଭାବେ ଗଢ଼ି ତୋଳିଛି। ଏହାର ସତ୍ୟତା ପ୍ରତିପାଦନ କର। କ୍ୱେଶ୍ଚନ୍ ନମ୍ବର 6, ଓଡ଼ିଆ ଲୋକଗୀତ ମଧ୍ୟରେ ସରଳ ଗ୍ରାମ୍ୟ ଜୀବନର ବୃତ୍ତିଭିତ୍ତିକ ଚିତ୍ର କିପରି ପ୍ରତିଫଳିତ ତାହା ଦର୍ଶାଅ। କ୍ୱେଶ୍ଚନ୍ ନମ୍ବର 7, ଓଡ଼ିଆ ଲୋକଗୀତରେ ସ୍ଥାନିତ ଛନ୍ଦମୟତା ଓ ଗୀତିମୟତା ଉପରେ ଆଲୋଚନା କର। ସମାପ୍ତ। ୟୁନିଟ୍ 1ର ମୁଁ କ୍ୱେଶ୍ଚନ୍ ନମ୍ବର 2 ପର୍ଯ୍ୟନ୍ତ ଆଲୋଚନା କରିଥିଲି। ଏବେ କ୍ୱେଶ୍ଚନ୍ ନମ୍ବର 3ରୁ ମୁଁ ଭିଡ଼ିଓ ମାଧ୍ୟମରେ ଦେଖାଇବି। ଲୋକ ସାହିତ୍ୟ କହିଲେ କ'ଣ ବୁଝ, ସେ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କର। କ୍ୱେଶ୍ଚନ୍ ନମ୍ବର 4, ଲୋକ ସାହିତ୍ୟର ପ୍ରକାରଭେଦ ଓ ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋଚନା କର। କ୍ୱେଶ୍ଚନ୍ ନମ୍ବର 5, ଲୋକ ସାହିତ୍ୟ ଓ ଲୋକ ସଂସ୍କୃତି ଆଧୁନିକ ଭାଷାର ସାହିତ୍ୟ ଉପରେ ଅନୁସୃତ ହେବାର ଲକ୍ଷ୍ୟ କରାଯାଏ। ଏହାର ସତ୍ୟତା ପ୍ରତିପାଦନ କର। କ୍ୱେଶ୍ଚନ୍ ନମ୍ବର 6, ଲୋକ ସାହିତ୍ୟର ଧାରା, ଲୋକ ସଂସ୍କୃତିର ନିର୍ଯାସ। ସରଳ ସାହିତ୍ୟ ଏକ ମଧ୍ୟଯୁଗୀୟ ସାହିତ୍ୟିକ କୃତିରେ ସଫଳତାର ସ୍ୱାକ୍ଷର ବହନ କରିଛି। ଏହାର ଯଥାର୍ଥତା ପ୍ରତିପାଦନ କର। କ୍ୱେଶ୍ଚନ୍ ନମ୍ବର 7, ଲୋକକଥା ଓ ଲୋକ ସାହିତ୍ୟର କ୍ରମ ବିକାଶ ସମ୍ପର୍କରେ ଆଲୋଚନା କର। ସମାପ୍ତ। ଆଜିର ଆଲୋଚନା ଏତିକିରେ ସମାପ୍ତ କରୁଛି।
परवर्ती भिडियो रे आलोचना करिबी यूनिट 3 और 4 अष्टम पेपर। नमस्कार।